ଦୂର ଏକ ଜଙ୍ଗଲରେ ଗୋଟିଏ ଚଢ଼େଇ ରହୁଥିଲା। ତାର ନାମ ଥିଲା ରାନୁ। ରାନୁ ଅନାଥ ଥିଲା। ଛୋଟବେଳୁ ରାନୁର ବାପା ମା ଗୋଟିଏ ଗାଡ଼ି ଆକ୍ସିଡେଣ୍ଟରେ ମରିଯାଇଥିଲେ। ରାନୁର ବାଡ଼ିରେ ଗୋଟିଏ ଜାମୁକୋଳି ଗଛ ଥିଲା। ସେ ଗଛର ଜାମୁକୋଳି ବହୁତ ମିଠା ଆଉ ସ୍ୱାଦିଷ୍ଟ ଥିଲା। ଆରେ ଯାହା ହେଉ, ବାପା ମା ବାଡ଼ିରେ ଗୋଟିଏ ସୁସ୍ୱାଦୁ ଜାମୁକୋଳି ଗଛ ଲଗାଇ ଦେଇଥିଲେ। ତା ନହେଲେ ମୁଁ ଭୋକ ଉପାସରେ ମରି ଯାଇଥାନ୍ତି। ଏହି ଫଳ ବିକ୍ରି କରି ସିନା ମୁଁ ଚଳି ଯାଉଛି, ନହେଲେ ମୋ ଅବସ୍ଥା ବହୁତ ଖରାପ ଥାନ୍ତା। ଏମିତି କହି ରାନୁ ଗଛରୁ କିଛି ମିଠା ଜାମୁକୋଳି ତୋଳିଲା ଆଉ ତାକୁ ନେଇ ବଜାରରେ ବିକ୍ରି କରିବାକୁ ଗଲା। ଆରେ ଜାମୁକୋଳି ନେବ, ଜାମୁକୋଳି। ଆରେ ଦିଦି, ଜାମୁକୋଳି ନେବ? ଚଢ଼େଇ, ଜାମୁକୋଳି କେଜି କେତେ? ଦିଦି 50 ଟଙ୍କା। ହଉ, ମୋତେ ଅଧା କେଜି ଦିଅ। ଏମିତି ରାନୁର ଜାମୁକୋଳି ଗୁଡ଼ିକ ବିକ୍ରି କରି ସାରିବା ପରେ ସେ ଖାଲି ଝୁଡ଼ି ଧରି ଘରକୁ ଚାଲି ଆସେ। ଏମିତି ପ୍ରତିଦିନ ସକାଳୁ ସେ କୋଳି ନେଇ ବିକ୍ରି କରିଯାଏ ଆଉ ସନ୍ଧ୍ୟା ହେଲେ ଘରକୁ ଚାଲି ଆସେ। ଗୋଟିଏ ଦିନ ରାନୁ ଚଢ଼େଇ ତା ସାଙ୍ଗ ଘରକୁ ବୁଲିବାକୁ ଯାଇଥିଲା। ସେ ବୁଲିଯିବାର ସୁଯୋଗ ନେଇ ତା ଘର ପାଖରେ ଥିବା ଗୋଟିଏ ଦୁଷ୍ଟ ପେଚା ତା ଜାମୁକୋଳି ଗଛ ପାଖକୁ ଗଲା। ଆରେ, ଏ ଚଢ଼େଇ କୋଳି ବିକ୍ରି କରି ବହୁତ ଭଲରେ ଚଳୁଛି। ମୋତେ ଏକଥା ଦେଖି ଜମା ଭଲ ଲାଗୁନି। ଯାଉଛି ତା କୋଳି ଗଛକୁ ହାଣିଦେବି। ଆଉ ଗଛ ଥିବ ଯେ ସେ କୋଳି ବିକ୍ରି କରିବ। ତାପରେ ଦୁଷ୍ଟ ପେଚା ଗୋଟିଏ କୁରାଢ଼ୀ ସାହାଯ୍ୟରେ ଜାମୁକୋଳି ଗଛଟିକୁ ହାଣିଦେଲା। ଯାଉଛି ଗଛଟିକୁ ନେଇ ମୁଁ ପାଣିରେ ଭସାଇ ଦେବି। ଯେମିତି ଚଢ଼େଇ ଆସିଲେ ଟିକେ ବି ପତ୍ର ବା କାଠ ପଡ଼ିନଥିବ। ଏମିତି କହି ଦୁଷ୍ଟ ପେଚା କାଠପତ୍ର ସବୁକୁ ହାଣି ନେଇ ନଦୀରେ ଭସାଇ ଦେଲା ଆଉ ସେଠାରୁ ଚାଲିଗଲା। ରାନୁ ଚଢ଼େଇ ତା ସାଙ୍ଗ ଘରୁ ତା ପରଦିନ ସକାଳୁ ଚାଲି ଆସିଲା। ଆରେ, ଯାଉଛି ଜାମୁକୋଳି ଗଛ ପାଖକୁ ଯାଇ କିଛି ମିଠା କୋଳି ଆଣିବି ଆଉ ବଜାରକୁ ବିକ୍ରି କରି ନେଇଯିବି। ଏମିତିରେ ବି କାଲି ମୁଁ ମୋ ସାଙ୍ଗ ଘରେ ଥିଲି। କାଲି କୋଳି ବିକ୍ରି କରି ଯାଇନି। ଏମିତି ମନେ ମନେ କଥା ହୋଇ ରାନୁ ଚଢ଼େଇ ଝୁଡ଼ି ଧରି ଗଛ ମୂଳକୁ ଗଲା ଆଉ ଦେଖିଲା ସେଠି ଜାମୁକୋଳି ଗଛ ନାହିଁ। ଆରେ, ମୋ ଜାମୁକୋଳି ଗଛଟିକୁ କିଏ ଏଠୁ କାଟି ନେଇଗଲା? ମୁଁ ଏବେ କ'ଣ କରିବି? ଚଳିବି କେମିତି? ମୋର ଚଳିବାର ଗୋଟିଏ ରାସ୍ତା ଏଇ ଗଛ ଥିଲା। ଏମିତି କାନ୍ଦୁଥିବା ବେଳେ ସେ ଜାଗାରେ ଗୋଟିଏ ଜାମୁକୋଳି ପଡ଼ିଥିବା ଦେଖିଲା। ହଠାତ୍ ଜାମୁକୋଳିରୁ ଆବାଜ ଆସିଲା। ଆରେ ଚଢ଼େଇ, ତୁ ମନ ଦୁଃଖ କରନା। ଆରେ, ଏଇ ଜାମୁକୋଳି କଥା କହୁଛି। ହଁ ଚଢ଼େଇ, ତୁ ଗୋଟେ କାମ କର। ତୁ ମୋତେ ନେଇ ଜଙ୍ଗଲରେ ଥିବା ଜଣେ ସାଧୁ ବାବାଙ୍କ ପାଖକୁ ଯା। ସିଏ ତୋତେ ରାସ୍ତା ଦେଖାଇଦେବେ। ତାପରେ ରାନୁ ଚଢ଼େଇ ଜାମୁକୋଳିଟିକୁ ନେଇ ସାଧୁ ବାବାଙ୍କ ପାଖକୁ ଗଲା। ସାଧୁ ବାବା ସେ କୋଳିଟିକୁ ନେଇ ଅଭିମନ୍ତ୍ରିତ କରି ଦେଲେ ଆଉ କହିଲେ, ଆରେ ଚଢ଼େଇ, ଏବେ ତୁ ଏ କୋଳି ନେଇ ଯେଉଁ ଜାଗାରେ ତୋର ଜାମୁକୋଳି ଗଛ ଥିଲା ଠିକ୍ ସେହି ଜାଗାରେ ଏ କୋଳିକି ପୋତିଦେବୁ। ଦେଖିବୁ, ସେଇ ସଙ୍ଗେ ସଙ୍ଗେ ସେ କୋଳି ଗଛରେ ପରିଣତ ହୋଇଯିବ ଆଉ ସେ ଗଛର କେହି କେବେ କ୍ଷତି କରିପାରିବେନି। ସତକୁ ସତ ରାନୁ ଚଢ଼େଇ ଯେମିତି ଜାମୁକୋଳିଟିକୁ ପୋତିଦେଲା, ସେଇଠି ସଙ୍ଗେ ସଙ୍ଗେ ଗୋଟିଏ ବଡ଼ ଜାମୁକୋଳି ଗଛ ଛିଡ଼ା ହୋଇଗଲା। ରାନୁ ଚଢ଼େଇ ଏହା ଦେଖି ବହୁତ ଖୁସି ହୋଇଗଲା ଆଉ ପୁଣି ଥରେ ସକାଳ ହେଲାରୁ ସେ ଜାମୁକୋଳି ବିକ୍ରି କରି ବଜାରକୁ ନେଲା। ସେ ବଜାରକୁ କୋଳି ବିକ୍ରି କରି ନେଉଥିବା ବେଳେ ଦୁଷ୍ଟ ପେଚା ରାନୁ ଚଢ଼େଇକୁ ଦେଖିଲା। ଆରେ, ଏ ପୁଣି ଥରେ କୋଉଠୁ ଜାମୁକୋଳି ଆଣି ବିକ୍ରି କରିଗଲାଣି। ମୋତେ ଜାଣିବାକୁ ପଡ଼ିବ। ଦୁଷ୍ଟ ପେଚା ରାନୁ ଚଢ଼େଇ ବାଡ଼ିକୁ ଗଲା। ଆରେ, ମୁଁ ତ ଏଇ ଜାମୁକୋଳି ଗଛକୁ ହାଣି ପୁରା ସଫା କରି ଦେଇଥିଲି। ପୁଣି ଥରେ ଏ ଗଛ ଏଠାକୁ ଆସିଲା କେମିତି? ହଉ, ଏଥର କିନ୍ତୁ ମୁଁ ଭଲ କି
ମୂଳରୁ ହାଣି ସଫା କରିଦେବି। ଏମିତି କହି ଦୁଷ୍ଟ ପେଚା କୁରାଢ଼ୀଟି ଗଛରେ ଲଗାଇବା କ୍ଷଣି ହଠାତ୍ ଜାମୁକୋଳି ଗଛରୁ କରେଣ୍ଟ ବାହାରିଲା। ଆଉ ସେଇ କରେଣ୍ଟ ନିଆଁରେ ଦୁଷ୍ଟ ପେଚା ମୃତ୍ୟୁବରଣ କଲା। ଆଉ ରାନୁ ଚଢ଼େଇ ସବୁଦିନ ଭଳି ଜାମୁକୋଳି ଗଛରୁ କୋଳି ବିକ୍ରି କରି ଭଲରେ ଚଳିଲା। ଆଜି ଆମେ ଏହି ଗପରୁ ଶିକ୍ଷା ଲାଭ କଲେ ଯେ ପାଞ୍ଚେ ପରମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ।